ମଣିଷର ସବୁଠାରୁ ବଡ଼ ଶତ୍ରୁ ହେଲା ତା ମନ ଏବଂ ସବୁଠାରୁ ବଡ଼ ମିତ୍ର ମଧ୍ୟ ତା ମନ ହିଁ ହୋଇଥାଏ। ମଣିଷ ଯଦି ନିଜ ମନକୁ ନିଜ ନିୟନ୍ତ୍ରଣରେ ରଖିପାରିବ ତେବେ ସେ ସବୁକିଛି ହାସଲ କରିପାରିବ ଏବଂ ମଣିଷ ଯଦି ନିଜ ମନକୁ ନିଜ ନିୟନ୍ତ୍ରଣରେ ରଖି ନପାରିବ ତେବେ ସେ ମଣିଷ ବର୍ବାଦ ହୋଇଯିବ। ତେଣୁ ଜୀବନରେ ସବୁବେଳେ ନିଜ ମନକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ। କେବେ ବି କାହାଠାରୁ ପ୍ରତିଶୋଧ ନେବାକୁ ଚେଷ୍ଟା କରନ୍ତୁ ନାହିଁ, କାହିଁକି ନା ପ୍ରତିଶୋଧ ନେବା ଆମ କାମ ନୁହେଁ। ଯିଏ ଆପଣଙ୍କୁ ଆଘାତ ଦେଇଛି ତାକୁ ଦଣ୍ଡ ଦେବା ପାଇଁ ଭଗବାନ ଅଛନ୍ତି। ବାସ୍ ଆପଣ ସବୁବେଳେ ନିଜ କର୍ତ୍ତବ୍ୟ କରିଚାଲନ୍ତୁ। ଜୀବନରେ ସବୁବେଳେ ଏଇ ଗୋଟିଏ କଥା ମନେ ରଖିଥିବେ, କଥା ହେବା ପାଇଁ ସମୟ ନୁହେଁ ବରଂ ଇଚ୍ଛା ଥିବା ଆବଶ୍ୟକ। ଯଦି କଥା ହେବା ପାଇଁ ଇଚ୍ଛା ଥିବ ତେବେ ସେ ହଜାରେ ବ୍ୟସ୍ତ ଥିଲେ ମଧ୍ୟ ନିଶ୍ଚିନ୍ତ ଭାବରେ ଆପଣଙ୍କ ପାଇଁ ସମୟ ବାହାର କରିବ। ତେଣୁ କେବେ ବି କାହାକୁ ସହ କଥା ହେବା ପାଇଁ ତାକୁ ଅନୁରୋଧ କରନ୍ତୁ ନାହିଁ।